ନାତାଶା ମୁକ୍ତିକୁ କହୁଛନ୍ତି, ନାଇଁ ମାହି, ତୁ ଏବେ ବି ତୁ ଠିକ୍ ଅଛୁ। ଆଉ ମୁଁ ବି ସେଇ ପୁରୁଣା ନାତାଶା। ଆଉ ଆମ ଦି ଜଣଙ୍କ ଭିତରେ କିଛି ବି ବଦଳେନି। ଆଉ ଆମ ରିଲେସନ୍ ତ ଆହୁରି ବହୁତ ଷ୍ଟ୍ରଙ୍ଗ ହେଇଯାଇଛି। ତୁ ଦେଖ ମାହି, ମୁଁ କେମିତି ତୋ ପାଇଁ ମୋର ଏତେ ବଡ଼ ସାକ୍ରିଫାଇସ୍ କରୁଛି। ସେଇ ଟାଇମ୍ରେ ମୁକ୍ତି ନାତାଶାକୁ କହୁଛନ୍ତି, ବନ୍ଦ କର ନାତାଶା, ବନ୍ଦ କର ତୋର ଏ ଫେକ୍ ଡ୍ରାମା। ମୁଁ ତୋର ଆଉ ଏ ମିଛ କଥାକୁ ବିଲକୁଲ ବି ଶୁଣି ପାରିବିନି ନାତାଶା। ମୁକ୍ତି ନାତାଶାଙ୍କୁ ହାତ ଯୋଡ଼ିକି ଏମିତି କିଛି କହୁଛନ୍ତି। ବାସ୍ ତୁ ମୋତେ ଖାଲି ଏତିକି କହ, ତୁ ମୋ ସହିତ ଏମିତି କାହିଁକି ଗଲୁ? ତୁ କାହିଁକି ମୋତେ ଧୋକା ଦେଲୁ? କହ ନାତାଶା, କହ। ତୋର କ'ଣ ମୋ ସହିତ ଶତ୍ରୁତା ଅଛି? ମୁଁ ତୋର କ'ଣ କ୍ଷତି କରିଛି ଯୋଉଥିପାଇଁ ତୁ ମୋ ଛୁଆକୁ ମାରିଦେଲୁ? ମୋତେ ଜବାବ ଦେ ନାତାଶା। ଆଜି ତତେ ସବୁକିଛି ମୋତେ ସତ କହିବାକୁ ପଡ଼ିବ। ସେଇ ଟାଇମ୍ରେ ନାତାଶା ମୁକ୍ତିଙ୍କୁ ହାତ ଉଠଉଛନ୍ତି, କହୁଛନ୍ତି ବାସ୍। ଏମିତି କହିକି ପୁଣି ଆଉ ଥରେ ମୁକ୍ତିଙ୍କ ଆଗରେ ଆକ୍ଟିଂ କରିବାକୁ ନାତାଶା ଚେଷ୍ଟା କରୁଛନ୍ତି। ନାତାଶା ମୁକ୍ତିଙ୍କୁ କହୁଛନ୍ତି, ବହୁତ ହେଇଗଲା ତୋର ଏ ନାଟକ। ସେଇ ଟାଇମ୍ରେ ମୁକ୍ତି ନାତାଶାକୁ ଜବାବ ଦେଉଛନ୍ତି, କହୁଛନ୍ତି ବହୁତ ହେଇଗଲା ତୋର ଏ ନାଟକ। ତୋର ଏ ନାଟକ ସତରେ ବହୁତ ହେଇଗଲା ନାତାଶା। ହେଲେ ମୋତେ ଏବେ ନା ତୋର ସବୁକିଛି ସତ କଥା ଜଣା ପଡ଼ିଯାଇଛି ନାତାଶା। ଆଉ ତୁ ବଞ୍ଚିକି ଯାଇପାରିବୁନି। ସେଦିନ ମୋତେ ପୋଖରୀକି ଠେଲି ଦେଇଥିବା ଲୋକ ଆଉ କେହି ନଥିଲେ, ସେ ତୁ ହିଁ ଥିଲୁ ନାତାଶା। ମୁଁ ସେଟା ବହୁତ ଭଲ ଭାବରେ ଜାଣିସାରିଛି। ନୀଚ ଆଉ ଛୋଟ କାମ ତ କେବଳ ତୁ କରିପାରିବୁ। ମୋତେ ବୁଝିଯିବାର ଥିଲା। ଏମିତି କହିବା ବେଳେ ମୁକ୍ତି ନାତାଶା ମୁକ୍ତିଙ୍କ ଉପରକୁ ହାତ ଉଠେଇକି କହୁଛନ୍ତି, ବାସ୍ କହିଲି ନା ତତେ। ସେଇ ଟାଇମ୍ରେ ମୁକ୍ତି ନାତାଶାଙ୍କ ହାତକୁ ଜୋରସେ ଧରି ନେଉଛନ୍ତି। ତାପରେ ମୁକ୍ତି ଭାବୁଛନ୍ତି, ନାତାଶା ମୋ ସବୁକିଛି ଛଡ଼େଇକି ନେଇଗଲା ଆଉ ମୋ ଛୁଆକୁ ମାରିଦେଲା। ତାପରେ ବି ମୁଁ ନାତାଶା ହାତରେ ମୋ ସ୍ୱାମୀକି ଟେକି ଦେବାକୁ ଯାଉଥିଲି। ସେଇ ଟାଇମ୍ରେ ନାତାଶା ଦେବୀ ମାଙ୍କୁ କହୁଛନ୍ତି, ମୁଁ ତମକୁ କହିଥିଲି ନା ଦେବୀ ମା, ତମେ ସେ ମୁକ୍ତିର ସାଥ ଦିଅ ନା କାହିଁକି, ହେଲେ ଜିତ୍ ତ ସବୁବେଳେ ମୋର ହିଁ ହବ। ଆଜି ତମେ ହାରିସାରିଛ ମା। ସେ ବୋକି ମୁକ୍ତି ତା ନିଜ ସ୍ୱାମୀକି ସେ ମୋ ହାତରେ ଦବାକୁ ଯାଉଛି। ଆଉ ତମେ ଏଥରକ କିଛି ବି କରିପାରିବନି, କାହିଁକି ନା ଜିତ୍ ତ କେବଳ ମୋର ହିଁ ହବ। ସେଇ ଟାଇମ୍ରେ ମୁକ୍ତି ରାଗିଣୀକି କହୁଛନ୍ତି, ହେଲେ ଦିଦି, ସେ ମୋ ସହିତ ଏମିତି କାହିଁକି କଲା? ସେ ତ ମୋ ଭଉଣୀ ନା, ସେ କେମିତି ମୋ ଖୁସିକୁ ଛଡ଼େଇ ନେଇପାରିଲା? ସେଇ ଟାଇମ୍ରେ ରାଗିଣୀ ମୁକ୍ତିକୁ କହୁଛନ୍ତି, ଏସବୁ ତାର କେବଳ ଜିଦ୍ ମାଇ। ସେ ତା ଜିଦ୍ ପାଇଁ ସେ ଯଦି ତା ଜିଦ୍ରେ ସଫଳ ହେଇଯାଏ ନା, ତାହେଲେ ତୋ କତିରୁ ସବୁକିଛି ଦୂରେଇ ଯିବ। ଯା ମା, ତାକୁ ଅଟକା। ଆଉ ତୋ ସିନ୍ଦୁରକୁ ତୁ ତାକୁ ଦେନି। ମୁକ୍ତି କହୁଛନ୍ତି, ନାତାଶା ଏମିତି କେମିତି ମୋ ସହିତ କରିପାରିଲା? ତାକୁ ମୁଁ ଅନ୍ଧ ଭଳିଆ ବିଶ୍ୱାସ କରୁଥିଲି, ହେଲେ ସେ ମୋ ବିଶ୍ୱାସରେ ଏମିତି ସେ ବିଷ ଦେଇଦେଲା। ସେଇ ଟାଇମ୍ରେ ନାତାଶା ଦେବୀ ମାଙ୍କୁ କହୁଛନ୍ତି, ଲାଗୁଛି ତମେ ଆଜି ହାରିଯାଇଛ ଦେବୀ ମା। ମୋ ପ୍ଲାନ୍ ଆଗରେ ନା ତମେ କିଛି ବି କରିପାରିଲନି। ସେଥିପାଇଁ ତ କିଛି କଥା ନାହିଁ ଦେବୀ ମା, ତମେ ନିଜ ଆଖିରେ ଆଦି ଆଉ ମୋ ସମ୍ପର୍କକୁ ଏକ ହବାର ତମେ ନିଜେ ଦେଖିବ ଦେବୀ ମା। କିନ୍ତୁ ତମର କିଛି ବି କରିବାର ସାହସ ନାହିଁ। ସେଇ ଟାଇମ୍ରେ ମୁକ୍ତି ସେଇ ଟାଇମ୍ରେ ଆସିକି ସେ ମାଙ୍କ ପାଖରେ ପହଞ୍ଚି ଯାଉଛନ୍ତି। ସେଇଠି ନାତାଶା ବି ଅଛନ୍ତି। ନାତାଶା ମୁକ୍ତିକୁ କହୁଛନ୍ତି, ମାହି, ତୁ ଏଠି କ'ଣ କରୁଛୁ? ତତେ ଏଠିକି ଆସିବାକୁ କିଏ କହିଲା? ମାହି, ସବୁକିଛି ନା ଠିକ୍ ହେଇଯିବ। ମାହି, ତୁ ଏମିତି କାନ୍ଦୁଛୁ କାହିଁକି? ସେଇ ଟାଇମ୍ରେ ମୁକ୍ତି ନାତାଶାକୁ ଉତ୍ତର ଦେଉଛନ୍ତି, ନାତାଶା, ଏବେ ମୁଁ ସବୁକିଛି ସତ କଥା ଜାଣିଯାଇଛି। ସେ ଭଲ ଚେହେରା ତଳେ ମୁଖା ଲୁଚିକି ରହିଥିବା ମୁଁ ଏବେ ସବୁକିଛି ମୋ ଆଗରେ ଧରା ପଡ଼ିଯାଇଛି ନାତାଶା। ହଁ ଦର୍ଶକବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆଜିର ଅଧ୍ୟାୟରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।